ମଧୁ ବାବା ମୁଁ ପୁରୀ ଜିଲ୍ଲା ନିମାପଡ଼ା ମୋ ଘର। ଆଉ ମୁଁ ଏଠି 20 ବର୍ଷ ହେଲା ଆସୁଛି। ପ୍ରଥମେ ଏ ମା ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ସହିତ ମୁଁ ପିଲାବେଳୁ ଅଚ୍ୟୁତାନନ୍ଦ ମହାପୁରୁଷଙ୍କୁ ଡାକେ ମଙ୍ଗଳା ମାଙ୍କୁ ଡାକେ। ମୁଁ ଏ ଦେବୀ ଦୋଳ ଗଜା ତାଙ୍କ ପାଇଁ ଗଲାବେଳେ ସତ ବାବା ସେ କହିଲେ 2 ଜଣ ଆସିବେ ରହିଛି ଶୈଳ ମା କହିଲେ ବାବା ଗାଡ଼ି ଆମର 5 ବର୍ଷ ହେଲା ପୂଜା ହେଉଥିଲା ଏବେ ଲୋକଲୋଚନ କେହି ନାହାନ୍ତି ଚାରିଆଡ଼େ ଲାଗିଯାଇ ଆସିଲେ ସବୁ ଦେଖିଲା ପରେ ମୁଁ ଦେଖିଲି ବଣମଲ୍ଲିଟି ଯେମିତି ବଣରେ ଝଡ଼ି ଯାଇ ତା ସରବଟି ସେମିତି ଏ ଜାଗାର ଆତ୍ମାଟା ଖାଇଯାଏ। ତେଣୁ ଆସ୍ତେ ଆସ୍ତେ ତାର ଲୋକଟା ଲୋକମାନେ ଆସି ଏଠି ଆସିଛି ବହୁତ ଝିଅ ଆସିଛି ଭଲ ଫୁଲରେ କାମ କରିଛି ଭଲ ହେଇଛି କଥା ଶୁଣିଲେ ଭଲ ଲାଗୁଛି। ଜଙ୍ଗଲ ଭିତରେ ଅଛନ୍ତି ସାଧାରଣ ଲୋକ ଯୋଉଠି ଠାକୁର ନାହାନ୍ତି ସେଠି ଗାଦି କରିକିରି ଆର ପଟେ ସେଠି ଠାକୁର ନାହାନ୍ତି ବରଗଛ ଅଛି ସତ୍ୟ ମୋ ଅନୁଭୂତି ମା ତାଙ୍କ ଅନୁଭୂତି ପ୍ରକୃତିରେ ଠାକୁର ଏଇ ଜାଗାରେ କିନ୍ତୁ ଲୋକଲୋଚନ ଅଛନ୍ତି ମହାତ୍ମା ଆପଣଙ୍କ ରୋଗ ହଉ ଶୋକ ହଉ ଦୁଃଖ ହଉ ଯାହାର ଯେକୌଣସି ଜିନିଷ ଯାହାର ମାନସିକ ଆସିବ ଯେକୌଣସି ଚାକିରି ହଉ କି ପିଲାପିଲି ହଉ କି ଯାହାର ଯାହା ଯୋଉ କାମ ନ ହଉଛି ମୁଁ ଏ ଜାଗାରେ ମୋର ଅସୁବିଧା ଥିଲା ଡାକିଲା ପରେ ମୋର ମୁଁ ଆଜି ବର୍ତ୍ତମାନ ଅସୁବିଧା ମୋର ଆଉ କିଛି ନାହିଁ ପିଲାଙ୍କର ବି ଅସୁବିଧା ନାହିଁ ମୋର ବି ଅସୁବିଧା କିଛି ନାହିଁ ସୁବିଧାରେ ଅଛି ସମସ୍ୟା କାହାର ପିଲାପିଲି ହଁ କ୍ୟାନ୍ସର ବଡ଼ ବଡ଼ ରୋଗ ମା କହୁଥିଲେ କ୍ୟାନ୍ସର ରୋଗ ହେଇଯାଏ ଏବେ ବି ଗୁପ୍ତ ଅଛି ସେ ଜାଗାଟା ଖୋଲା ହେଇନି ଏ ପ୍ରଭୁଙ୍କର ଯୋଉ ଗୁପ୍ତ ଜାଗାଟା ମା ବନ୍ଦ କରିଦେଇଛନ୍ତି ଯେକୌଣସି ଲୋକ ଆସି ବନ୍ଦ କରିଦେଇଛନ୍ତି 2027 ମସିହାରେ ସତ୍ୟ 14-15 ଲାଗିବ ସଥର ଅଙ୍କରେ ଏ ଜାଗା ଖୋଲା ହବ ସେ ସୁଡ଼ଙ୍ଗ ଏଇଠି ଅଛି ଲୁଚିକିରି ମତେ ନିର୍ଦ୍ଦେଶ ଦେଇକି ଗାଁର ମଙ୍ଗଳ ହବ ଗାଁ ଲୋକମାନେ ବି କିଏ ଆସୁଛନ୍ତି କିଏ ନ ଆସୁଛନ୍ତି ଆମେ ସେ କଥା କହିପାରିବାନି ଠାକୁର ସତ୍ୟ ସମସ୍ତଙ୍କ ପାଇଁ ଠାକୁର କହୁଛନ୍ତି ମୁଁ ଏକମାତ୍ର ଯେମିତି ଆମର ମହାପୁରୁଷ ଇଏ ଲେଖିଲେ ବୁଦ୍ଧନାଥ ବାବା କହିଲେ ଏ ଦେଉଳକୁ ପୂଜା କରେ ଭାଇ ଏ ଦେଉଳକୁ ଆଗ ପୂଜା କର ଏ ଦେଉଳେ ଦିଅ ଅଛି ସେ ଦେଉଳେ ଦିଅ ଶୈଳ ଦେଉଳ ଯାହା ଭକ୍ତି ଅଛି ମାନେ ଭଗବାନ ଅଛି ଭକ୍ତି ନାହିଁ ମାନେ ଗୀତାରେ ଭଗବାନ କହିଛନ୍ତି ଯେମିତି କହିଲେ କୃଷ୍ଣ ଅର୍ଜୁନକୁ ପଚାରିଲେ କୋଉଠି ଠାକୁର ଅଛନ୍ତି କୋଉଠି ଭାବରେ ଅଛନ୍ତି ତମେ କହିପାରିବ ଗୀତା ଅଷ୍ଟମ ଅଧ୍ୟାୟ ନବମ ଅଧ୍ୟାୟରେ କହିଲେ ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନି ଭାରତ ବିଧାନାୟ ମତନ୍ନଂ ତଦାତ୍ମାନାୟ ସୁଜନ୍ନଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଧର୍ମ ସିଏ କହିଲେ ଦୁଷ୍ଟମାନେ ମତେ ଜାଣିପାରୁ ମୁଁ ସଂସାରକୁ ଦୁଷ୍ଟମାନଙ୍କୁ ବିନାଶ କରିବା ପାଇଁ ଏ ମାନବ ରୂପ ଶରୀର ଭିତରେ ଜନ୍ମଗ୍ରହଣ କରୁଛି ତେଣୁ ଅଚ୍ୟୁତାନନ୍ଦ ମହାପୁରୁଷ କହିଛନ୍ତି ତାଇ ହବ 30 ଅଙ୍କ ପରେ ସତ ଆସିଲାଣି ବର୍ତ୍ତମାନ ସରିଗଲାଣି ଅନନ୍ତ ଯୁଗ ଚାଲିଛି 2027ରେ ସତ୍ୟ ଆସିବ ଆଉ ତା ପର୍ବତ ଶିଖରେ ପହଞ୍ଚିବା ଭଳିଆ ଯିବ ଏଇ ଗାଁ ହରିଶପୁର ଜାଗାରେ ଆହୁରି ଅତ୍ୟଧିକ ଲୋକ ସୁଅ ଛୁଟିବେ ଏ ଗାଁରେ ଆହୁରି ଅନେକ ଅଛନ୍ତି ହଁ ମୁଁ ଚାହୁଁଛି ଯଦି ସରକାର କିଛି ଅନୁଦାନ କରନ୍ତେ ଜାଗାର କିନ୍ତୁ 18 ବର୍ଷ ଏ ଜାଗାରେ ସେ ମା ଘର ସଂସାର ଦେଇକିରି ଦୁଃଖ ସଂସାର କହିକିରି ପୋକ ମଜୁରୀ ଲାଗିକିରି 18 ବର୍ଷ ହେଲା ଗୀତା ପାଠ ଏ ଜାଗାରେ ସେ କହିଛନ୍ତି ଏ 2 ବର୍ଷ ହେଲା ମୋ ମାଆଙ୍କୁ କହିଲେ ନାଇଁ ମା ଗୀତା ପାଠ ଆଉ କରିବାନି ଆମେ ଚାଉଳିଆଗଞ୍ଜରୁ ମାଆମାନଙ୍କୁ ଡାକି ଆଶ କରିବା ମୋ କଥା ଆସିବେ ଆଉ ଟିକେ ଅତ୍ୟଧିକ ଆମ ରାତିରେ ଆମର ଅଛୁ ଆପଣ ମିଡ଼ିଆ ମାଧ୍ୟମରେ ଯଦି ଏଇଟା ସରକାରଙ୍କ ପାଖରେ ପହଞ୍ଚାନ୍ତେ ଲୋକ ଆସିବା ପାଇଁ ଆମର ଲୋକଲେସନ ହେଲା ଜଗତସିଂହପୁର ଆସିଲେ ନାଉଗାଁ ହରିଶପୁର ଶରତମା ଶୈଳ ଦାସ ଆଙ୍କରି ଘରଟି ଆସି ପହଞ୍ଚିବେ ଯାହାର ଯାହା
ହରେଶପୁର ଆଉଆ ଆଜ୍ଞା ଆଜ୍ଞା 1999 ମସିହା ବାତ୍ୟା ଗଲା ପରେ ହର ଋତୁ ନାରାୟଣ ହେଇକିରି ଯେମିତି ମଣିଷ ଆସନ୍ତି ସେମିତି 4ଟା ବେଳେ ଆସନ୍ତି ମୁଁ ଦେଖେ ଆଉ କେହି ଦେଖନ୍ତି ଆସିକିରି ସେ ଏ ଜାଗାଟା ଭାରି ନର୍ଦ୍ଦମା ହୋଇଥିଲା ଆସି କହିଲେ ମା ଆଉ ଆସି ବସି କଥାବାର୍ତ୍ତା ହେଲେ ଏମିତି କୁଆଡେ ପଳେଇଲି ନା ମୁଁ ତ ଏଇଠି ଖାଇଥିଲି ଅମାବାସ୍ୟା ଦିନ ଆଉ କଣ ଖାଇବି ମା କହିଲେ କାର୍ତ୍ତିକ ମାସ ଅମାବାସ୍ୟା ଦିନ ଆମେ ଜଣେ ଆମେ ଜାଣିନଥିଲୁ ତାପରେ ତା ଗାଦିକି ଆରମ୍ଭ କଲେ ମାରେ ସେ ତ ସବୁ ଯେମିତି କହି ଚାଲିଲେ ତୁ ଅମକ ଘରେ ଜନ୍ମ ହେଇଥିଲୁ ସମକ ଘରେ ଜନ୍ମ ହେଇଥିଲୁ ଅମକ ଘରେ ଜନ୍ମ ହେଇଥିଲୁ ଆଉ ଗୋଟେ କଥା କର ତମ ବାଇରେ ଗୋଟେ ବେଲ ଗଛ ଅଛି 5ଟା ପତ୍ର ଅଛି ଆଉ ତୁ ତାକୁ ମାଟି ମୁଣ୍ଡାଇ ଦେଇକିରି ତାକୁ ପୂଜା କର କାହାକୁ କିଛି କହିବୁନି ଆମ ବାଇରେ ଆମେ ଦେଖିନୁ ଆପଣ କଣ ଦେଖିଛନ୍ତି ହଁ ହଁ ବେଲ ଗଛଟା ଅଛି କାଢିକି 1999 ମସିହା ତ ବାତ୍ୟା ହେଇଯାଇଥିଲା ସବୁ ନର୍ଦ୍ଦମା ଭଳି ହେଇଯାଇଥିଲା ସଫା କରିକି ଦେଖିଲା ବେଳକୁ ମାଟିଆ 5ଟା ପତ୍ର ଗୋଟେ ଗଛ ମତେ ଡାକିଲା ମା ଇଏ ଗଛଟା କଣ ଦେଖିଲ ସେଠୁ ପାଣିରେ ଧୋଇ ଦେଇକି ଶୁଣିଲା ବେଳକୁ ବେଲପତ୍ର ଆମେ କଣ କଲୁ କନ୍ୟାର ଫୁଲ ଦେଇ ମୁଣ୍ଡିଆ ମାରିଛୁ ମତେ କହିଥିଲେ କାହାକୁ କିଛି କହିବୁନି ମୁଁ କାହାକୁ କିଛି କହିଲି ତାକୁ ମୁଣ୍ଡିଆ ମାରିଲି କୁକୁଡ଼ା ଫୁକୁଡ଼ା ଥିଲେ ବହୁତ ସେଗୁଡାକ ଗାଁ ପତ୍ର ଗୋଟେ ପକେଇ ଘୋଡେଇ ପକାଉ ତାପରେ ସେ ସେଠୁ କଣ କଲେ ନା ଗାଧେଇକି ଉଠି ଚାଲେ ଏ କରରେ ଥିଲେ ଚାଲିଲେ କହିଲେ ମା ଗୋଟିଏ ବର୍ଷ ପର୍ଯ୍ୟନ୍ତ କାହାକୁ କିଛି କହିବନି ଆସନ୍ତି ଯାଆନ୍ତି ଆମର କେହି ଦେଖନ୍ତିନି ପିଲାମାନେ କେହି ଦେଖନ୍ତିନି ସେ ଆସନ୍ତି ଯାଆନ୍ତି ଏମିତି ଗୁରୁବାର କୁହନ୍ତି ସେ ଗାଧି ପଡି ଚାଲିଲା ପରେ ବର୍ଷେ ଗୋଟେ ଯେମିତି ଗଲା ପରେ ସେଉଠୁ ଜଣେ କଣ କଲେ ଆମର ଏଇଠି ସେ ଆସିନାହାନ୍ତି ପିଲାଟା ଆସିଥିଲେ କହିଥାନ୍ତା ତାକୁ କ୍ୟାନ୍ସର ରୋଗ ହେଇଯାଇଥିଲା 2 ଥର ଅପରେସନ ହେଇଥିଲା 75,000 ଟଙ୍କା ଖର୍ଚ୍ଚ ହେଇଥିଲା ସେ 25 ବର୍ଷ ତଳ କଥା ହେଇଥିଲା ଆଉ ସିଏ ସେଉଠୁ ଯାଉଥିଲା ଦାନାଦାର ଖାଇବାକୁ ତାକୁ ଜଣେ ପୋଲିସ ଲୋକ ଥାନାରେ କହିଲେ ଏଇଟା କୁଆଡେ ଯାଉଛୁ ସେ ତା ମାମୁଁ ହବ ନା ମୁଁ ଯାଉଛି ଦାନାଦାର ଖାଇବି 2 ଥର ଅପରେସନ ହେଇସାରିଲାଣି ମୋ ବାପା ତ ମତେ ଆଉ କଣ କରିବ ମୁଁ ଆଉ ଭଲ ହେବିନି ନାଇଁ ରେ ତୁ ଯା ସେ ହରିଶପୁର ସେ ହରିଜନ ସାହିକି ଯିବୁ ଆଉ ଶୈଳମା ବୋଲି ଜଣେ ଅଛନ୍ତି ତାଙ୍କୁ କହିବୁ ସେ ଦାନାଦାର ଭଲ ଦାନାଦାର ରଖିକି ଦେଇଦବ ତୁ ଖାଇଦବୁ ଭଲ ହେଇଯିବ ଆଉ ସେଠୁ ସେ ପିଲାଟି ଆସିଲା ପଚାରିକା ଆଉ ଆସି ଏଠି ପହଞ୍ଚିଲା ଆମେ ଅମୁକ ମହାପୁରୁଷଙ୍କ ଅରଡ ହେଇଥିଲା ଫାଷ୍ଟ ହେଲେ ଯୋଉ ଗୋଟାକ ତୁଳସୀ 5ଟା ତୁଳସୀ ଚଢେଇବ ସେଇଥିରୁ ଯାହାକୁ ଦବ ନୀତି ନିୟମ କହିବ ସେ ଭଲ ହେଇଯିବ ତାପରେ ଆମେ ସେଉଠୁ କଣ କଲୁ ସେ ତୁଳସୀ ଟିକେ ତାକୁ ଦେଲୁ ସେ ଖାଇଦେଲା ମୁଁ କହିଲି ବାପାରେ ଆଉ ଏଇଭଳି ରହିବ 7 ଦିନ ପର୍ଯ୍ୟନ୍ତ ରହିବୁ 21 ଦିନ ପର୍ଯ୍ୟନ୍ତ ପାଳିବୁ ତାପରେ ସେ 3 ଦିନ ନେଇ ଧଣ୍ଡା ଖାଇ ପାଳିଛି ତାର ସବୁ ଭଲ ହେଇଗଲା ତାର ଯୋଉ ଗୁଡା ପୂଜ ପାଣି ଦଉଥିଲା କ୍ୟାନ୍ସର ହେଇଯାଇଥିଲା ତାର ଭଲ ହେଇଗଲା 3 ଦିନ ପରେ ସେ ଏଠିକି ଆସିଲା ଏ ଘରଟାକୁ ସିଏ କରିଛି ଇଟା ମାଟି ଇଟା ଦେହରେ ସବୁ ସିଏ କରିଛି ଇଏ କହିଲେ ତୁ ପେଟ କାଟିବ ତୁ କାହିଁ ଏଗୁଡା କରିଛୁ ନା ନାଇଁ ମତେ ଭଲ ଲାଗିଲାନି ସିଏ ସବୁଠୁ ସମସ୍ତଙ୍କୁ ଡାକି ଆଣିଲା ଆଉ ଏତେ ହୁକୁମ 5 ବର୍ଷ କାଳ ହୁକୁମ ହେଲା 5 ବର୍ଷ ହୁକୁମ ହେଇଛି ଛୋଟା ଭଲ ହେଇ ଚାଲିକିରି ଗଲେ ଆଉ ମୁକ ବି ବଧିର ହେଇଥିଲେ କଥା କହିଲେ ଅପୁତ୍ରିକ ବି ପୁଅ ପାଇଲେ ଇଏ ଗଛଟି ଛୋଟ ବର ଗଛଟେ ହେଇଥିଲା ଏଡିକି ଟିକେ ସାନ ପୁଅ କହୁଥିଲେ ବାପା ସେ ବର ଗଛଟା ହାଣିଦେ ନା ମା କାଇ ହାଣିଆ ସେ ବଡ ହେଇଗଲେ ସେ ହଣା ହେଇକିରି ହବ ଜଣେ ପୋଲିସ ଲୋକ ସ୍ତ୍ରୀ ଲୋକ ଆସିଲେ ତାପରେ ଡୋର ବାନ୍ଧି ଛୋଟ ଗଛଟା ଡୋର ବାନ୍ଧି ଗଲେ ତାଙ୍କର ଗୋଟେ ପୁଅ ହେଲା ସିଏ ମା ଆସିକି ଭୋଗ ଦେଲେ 7ଟା ଝିଅ ହେଇଥିଲା ଆମର ଏ ନାଉ ଗାଁରେ ଭଗତ ବୋଲିକିରି ତାଙ୍କର 7ଟା ଝିଅ ହେଇଥିଲେ ଗୋଟେ ପୁଅ ସିଏ ଟଲିଓଟାରେ ଝାଡା ଯାଇଛି 2ଟା ରାତିରେ କୁଆଁ କୁଆଁ ହଉଛି ତାକୁ ସିଏ ଆଣିକିରି ଆସିଲା ପ୍ରଭୁ ତାକୁ ଦେଲେ ସିଏ ଆଣି ଏଠି ପଇସା କଲା ଯେ ମିଠା ଫିଠା ବାଣ୍ଟି ଦୁନିଆ ଇଏ କଲା ଦୁନିଆ ଆଡୁ ଲୋକ ଲାଗିଲେ 5 ବର୍ଷ ଗାଡି ଫାଡି ଲାଗିଲା ସମସ୍ତେ ଭଲ ହେଲେ ଏଇଟା ଆଣ୍ଟୁ ଆଣ୍ଟି ବିଭିନ୍ନ ପ୍ରକାର ରୋଗ ଭଲ ହେଲେ ଆଉ ତାପରେ ବୁଧ ବାବା ଆଶ୍ରମ ଗାରେଇ ଆମ ଗାରେଇ ବାବା କେମିତି ଜାଣିଲେ ଗାଡି ପଠେଇ ମତେ ନେଇଗଲେ କାରରେ ମାରେ କିଏ ଆସିଥିଲା କଣ ସଠିକ କହିବୁ ମୁଁ ଖାଲି କାନ୍ଦୁଥାଏ ତାଙ୍କୁ ତ ଦେଖିନଥାଏ ମୁଁ ଖାଲି କାନ୍ଦୁଥାଏ ଆଉ ବାବା କହିଲେ ମା କାନ୍ଦେନା ତୁ ଠିକ କରି କହ ମୁଁ ସବୁ କହିଲି ମତେ ଯାହା ମନା କରିଥିଲେ ବାବା ମୁଁ ଆଉ କହିଲିନି ବାବା ହାତ ଟେକିଦେଲି କହିଲେ ମୋ ଘରୁ ସେଠିକି ଆସିଛି ମୁଁ ନିଶ୍ଚିନ୍ତ ଯିବି ସେଉଠୁ ମହାପୁରୁଷ ଆମର ପଠେଇଲେ ସେ ବୁଧ ବାବା ଗାଧେଇର ବୁଧ ବାବା ଗୋଟେ ଆମର ଏଠୁ ଗଲେ 12 ଜଣ ଗୋପାଳ ଗଲେ 2 ଜଣ ଶୂଦ୍ର ଗଲେ 2 ଜଣ ଶଙ୍କୁଆ ଗଲେ ନାମ କୀର୍ତ୍ତନ ଗଲା ଗାଡି ଗଲା ଗଛ ଆସିଲା କହିଲେ ଏଇଟା ଇଜି ମାଲ ସତ୍ୟ ଏଇଠି ତ କିଛି ହେଇପାରିବ ନାହିଁ
ଆଉ ଫଙ୍କସନ ହେଇପାରିବ ନାହିଁ। ଆଉ ବହୁତ ଲୋକ ଲାଗିବ, ବହୁତ ଲୋକ ଖାଇବେ। ଆଉ କିନ୍ତୁ ଇଏ ଗଛଟି ନେଇକରି ଇଏ କରିବାରେ ଆପଣ ସେପଟେ ଆସିନାହାନ୍ତି, ଦେଖିନାହାନ୍ତି। ସେଠି ଅଚ୍ୟୁତ ଗାଦି, ଅଚ୍ୟୁତ ଗଛ ସବୁ ହେଇଛି। ସେଠି ଏକା ହଜାର ହଜାର ଲୋକ ଖାଉଛନ୍ତି। ସେଠି ସବୁ ହଉଛି, ସବୁ ବହୁତ ଲୋକ। ଆମର ଏଠି ଗୀତା ଜାଗାଟି କରି ସେଠି ନାମ ଜାଗାଟି ହୁଏ। ବହୁତ ଲୋକ ସେଠିକି ଆସନ୍ତି, କିନ୍ତୁ ଏଠି ଭକ୍ତ ଗୋଟେ ଆସନ୍ତି ନା ପଇସା ଦେଇଦିଅନ୍ତି। କିନ୍ତୁ ଭକ୍ତ ଯାକ ସବୁ ସେଠି ଜନ୍ମ ହେଇଛନ୍ତି, ସେଠି ଖାଇଛି। ଏବେ ହିଁ ହୁକୁମ ଚାଲିଛି। ଏଠି ଭକ୍ତ ଆସୁନାହାନ୍ତି, କାରଣ ଏଠି ଆଉ ଜଣେ ଥିଲେ, ମାନେ ଆମର ଗୋଟେ ସମ୍ପ୍ରଦାୟ ଲୋକ, ସେ ପୁଲିସ ବାଲା ସେଠି ଆସୁଥିଲେ। ସେ ବୁଧବାର କାତିକି ମୁଁ ଯୋଉଦିନ ଗଲି ସେ ସେଇଦିନ ଯାଇଥିଲେ, ମୋ ସାଙ୍ଗରେ ଯାଇଥିଲେ। ଜନ୍ମ ହେଇଥିଲେ ସେ ଯୋଉ କଥା କହିଥିଲେ ବଡନାଥ ସେଇଦିନ ଜନ୍ମ ହେଲା। ମାହି ବଡନାଥ ସେଇଦିନ ଜନ୍ମ ହେଲା। ସେଇ ଟାଇମ ସେତିକି ବେଳେ ସେଇ ଯାହା କହିଥିଲେ ବୁଧା ଭାଷା ସେଇଆ ହେଲା। ସେ ଯୋଉ ଗଛଟି ଦେଇଥିଲେ ସେଠି ଅଇଖା ବଡ ଗଛ ଭଳି ହେଇକି ଗଛ ହେଇଛି, ଡିଆଲ ହେଇଛି, ଘର ଦୁଆର ଯାକ ସୁବିଧା ଅଛି, ଭଲ ଅଛି। ଆମେ ଏଇଟା ଉପରେ ଟିକେ ଆମେ ଆଉ ଆମେ କୌଣସି ସେଠି ସରକାର କହିଲେ ଅନୁଦାନ ପାଇଁ ସେଇଠି ଦିଆଯାଉଛି, କିନ୍ତୁ ଅନୁଦାନ ପାଇଁ ଆମର ଏଇଟା ଘରର ନିଜର ଇଜିମାଲି ସବୁ। ଏଇଟାକୁ ଯଦି ସରକାର ଆସିଲେ, ବହୁତ ସରପଞ୍ଚ ଏମଏଲଏ ସବୁ ଆସିଛନ୍ତି, ଦେଖିଛନ୍ତି, ସବୁ ବୁଝାବାଝି ଯାଇକିରି ବୁଲି ଯାଇଛନ୍ତି। ସେମାନେ କହିଛନ୍ତି ଏଇଟା ଯଦି ସେ ହେଇଯାନ୍ତା ପ୍ରଭୁଙ୍କ ନାଁରେ, ତାହେଲେ ଅନୁଦାନ ଏଠି ମିଳନ୍ତା। ଆଉ ତମେ ପ୍ରଭୁଙ୍କ ନାଁରେ ଯେ ପର୍ଯ୍ୟନ୍ତ କରିପାରୁନ, ଆମେ ନିଜେ ନିଜେ କେମିତି ଏତେ କରିବୁ? ଭାଇଆଳିଆ ସବୁ ଭାଇ ମାନେ ଥିଲେ, ଆକୁ ପ୍ରଭୁଙ୍କ ନାଁରେ କରିଦେବୁ, ଆମ ଜାଗାଟା ସେ ନେଇଯାଉଛନ୍ତି, ପ୍ରଭୁଙ୍କ ନାଁରେ କରିଦେଲେ ସେ କରିଦେବେ। ସେଥିଲାଗି ଆମର ପଡ଼ିଛି ପ୍ରଭୁଙ୍କର ନୀଳା ଚାଲିଛି, ତାର ସେ କରୁଛି, କଣ କରୁଛି କଣ ନାହିଁ ସିଏ ଜାଣିଥିବ। ଆମେ ତ ଏମିତି ତାର କୃପାରୁ ଚାଲିଛି, ଏମିତି ସତ୍ସଙ୍ଗ ଭଲ ମନ୍ଦ ଯୋଉଠି ଯିବାରେ ବାବାଙ୍କ ପାଖରେ ତାପରେ ସେଦିନ ଠାରୁ ବାବା ଆସିଛନ୍ତି। ପ୍ରାୟ 20 ବର୍ଷ, 5 ବର୍ଷ ପରେ ତ ବାବା ଆସିଛନ୍ତି। ଶରଚନ୍ଦ୍ର ଦାସ, ଜଗତସିଂହପୁର ଜିଲ୍ଲାର ନାଉଗାଁ ହରିଶପୁର ଗ୍ରାମରେ ବହୁତ ରୋଡରେ ଆସିକି ଅଟୋ ସାଥିରେ ବି ଆସିକି 5-7 ଜଣ ଆସିଥିଲେ। ସିଏ ବି ଚାଲି ପାରୁନଥିଲେ ନା ଉଠି ପାରୁନଥିଲେ, ଦି ହାତକୁ ଧରିକି ସେମାନେ 4 ଜଣ ଆଣିକି ପାଖରେ ବାର ଗୁରୁବାର ଦିନ ତାକୁ ଦିଆଗଲା 21 ଦିନ ପର୍ଯ୍ୟନ୍ତ ନିୟମ ନିଷ୍ଠାରେ ସେମାନେ ରହିବାକୁ ମା କହିଲେ, ସିଏ ଗଲେ। ପ୍ରଭୁଙ୍କ ଏମିତି କୃପା ହେଲା ଯେ 4 ଜଣ ଯାହାକୁ ଧରିକିରି ହାତ ଧରିକିରି ଆଣିକି ପକେଇଥିଲେ, ସେ ଲୋକ ତା ଚାକିରି ଭୁବନେଶ୍ୱରରୁ 21 ଦିନ ଭିତରେ ସେ ସମ୍ପୂର୍ଣ୍ଣ ଭଲ ହେଇ ନିଜେ ବାଇକରେ ଚଢି ଭୋଗରାଗ ଧରିକି ଆସିକି ପହଞ୍ଚିଲା। ଆଶ୍ଚର୍ଯ୍ୟ ହେଇଗଲୁ, ଏଇ ଲୋକ ଧରିକିରି ଆଣିକି ଏମାନେ ସବୁ ତାଙ୍କ ସାଥିରେ ଯେଉଁମାନେ ସବୁ ଆସିଥିଲେ ସେମାନେ ଆଣିକି ଏଇଠି ପକେଇଥିଲେ। ନିଜେ ନିଜେ ବାଇକରେ ଭୁବନେଶ୍ୱରରୁ ଆସିକିରି ଭୋଗରାଗ ଧରିକି ଆସିକି ପହଞ୍ଚିଲେ। ହଁ, ପ୍ରଭୁଙ୍କ କୃପାରୁ ମୁଁ ହେଇଗଲେ, ଆଉ ମତେ ପ୍ରଭୁ ଭଲ କରିସାରିଲେ, ଆଉ ଭୋଗରାଗ କଲା, ଏହିପରି ଭାବରେ ବହୁତ ଲୋକ ବି ଏଠି ଉପକୃତ ହେଇଛନ୍ତି 5 ବର୍ଷ ପର୍ଯ୍ୟନ୍ତ। କିନ୍ତୁ ବାହାରକୁ ଆମର ଏତେ ବର୍ଷ ଭିତରେ ବାହାରକୁ ଆମର ଏଇ ଠାକୁରଙ୍କ ନାମ କୀର୍ତ୍ତିଟା ବାହାରକୁ ପ୍ରକାଶିତ ହେଇଛି। ଆଉ ପ୍ରଭୁଙ୍କ କୃପାରୁ
ଯଦି ବାହାରେ ଆପଣ ଆସନ୍ତି ଯଦି ଟିଭି ଇଏରେ ସବୁ ଛାଡ଼ିବେ ଆଉ ସମସ୍ତେ ଜାଣିବେ। ଆଉ ଗଭର୍ଣ୍ଣମେଣ୍ଟକୁ ଆମେ ଏତିକି ଅନୁରୋଧ କରିବୁ ଯେ କିଛି ଅନୁଦାନ କିଛି ଦିଆଗଲେ ଆମର ଇଏ ଠାକୁରଙ୍କ ଟିକେ ଉନ୍ନତି ଲାଭ କରିବ ଆଉ। ଆଜି ଆଜ୍ଞା ଆଜ୍ଞା ରାସନ ହଁ। ରାସନ ଲୀଳା ତ ଗଲା ବର୍ଷ ଠାରୁ ସେ ରାସ ଲୀଳା ସେମାନେ ଆସୁଛନ୍ତି କଟକ ଚାଉଳିଆ ଗଞ୍ଜରୁ ଆସିକି ସବୁ କରୁଛନ୍ତି। 18 ବର୍ଷ ତାପରେ 2 ବର୍ଷ ହେଲା ଇଏ ରାସ ଲୀଳା ମାନେ ସବୁ ଚାଉଳିଆ ଗଞ୍ଜରୁ କଟକରୁ ଆସିକି କରୁଛନ୍ତି ଆଉ। ଯୋଜନା କଣ ଯଦି କିଛି ସରକାରଙ୍କ ଅନୁଦାନ କିଛି ଆସନ୍ତା ତାହେଲେ ଠାକୁରଙ୍କର ଟିକେ ଉନ୍ନତି ହୁଅନ୍ତା, ଘର କାର୍ଯ୍ୟ ଟିକେ ହୁଅନ୍ତା। ଏମିତି ତ ରହିଛନ୍ତି ଟିଣ ଦି ଖଣ୍ଡ ପକେଇକିରି ଠାକୁର ଅଛନ୍ତି ଆଗରେ ଆଉ। ଯଦି ଅନୁଦାନ ସରକାରଙ୍କ ତରଫରୁ ଆସିବ ତାହେଲେ ସେ କିଛି ଘର ଟିକେ ହବ, ଠାକୁରଙ୍କ ନାଁ ଟିକେ ଉନ୍ନତି ପ୍ରକାଶିତ ହବ।